ନମସ୍କାର ବନ୍ଧୁଗଣ, ଜୟ ଜଗନ୍ନାଥ। ଓଡ଼ିଆ ଅନୁଚିନ୍ତା ପ୍ଲସ୍କୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଜାଣିବା 25ଟି ଅନୁଚିନ୍ତା। ତେବେ ଆସନ୍ତୁ ବନ୍ଧୁଗଣ, ଭିଡ଼ିଓଟିକୁ ଆରମ୍ଭ କରିବା। ନମ୍ବର 1, ନିଜର ସୁନା ଅଳଙ୍କାର କେବେ କାହାକୁ ଦେବା ଉଚିତ ନୁହେଁ କିମ୍ବା ଅନ୍ୟ ଲୋକଙ୍କ ସୁନା ଅଳଙ୍କାର କେବେ ବି ପିନ୍ଧିବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହେବା ସହିତ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ। ନମ୍ବର 2, ରାତ୍ରି ସମୟରେ ମହିଳାମାନେ କେବେ ବି କେଶ ଖୋଲା କରି ଶୋଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ନକାରାତ୍ମକତା ବୃଦ୍ଧି ପାଇଥାଏ। ତା ସହିତ ମନ ଅଧିକ ଭାବୁକ ହୋଇଥାଏ। ନମ୍ବର 3, ଯାହାକୁ ଭଲ ପାଅ ତାକୁ ଜାଣିବାକୁ ଦିଅନି ଯେ ତୁମେ ବହୁତ ବେଶୀ ଭଲ ପାଅ ବୋଲି। ଯଦି ସେ ଜାଣିପାରେ ତୁମେ ତାକୁ ବହୁତ ଭଲ ପାଅ, ତେବେ ସେ ତମକୁ କଷ୍ଟ ଦେବା ଆରମ୍ଭ କରିଦେବ। କାରଣ ମଣିଷ ବେଶୀ କିଛି ପାଇଲେ ତାର ମର୍ଯ୍ୟାଦା ଦେଇ ଜାଣେନି। ଏବେ ଆସନ୍ତୁ ଜାଣିବା ନମ୍ବର 4, ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା କଳହ ଲାଗି ରହିଲେ ଏହା ଅଶୁଭ ହୋଇଥାଏ। ଏହା ସହିତ ଘରେ ସର୍ବଦା ଅର୍ଥ ଅଭାବ ଦେଖା ଦେଇଥାଏ। ତା ସହିତ ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ। ନମ୍ବର 5, ସମ୍ପର୍କକୁ ସମୟ ଦେବା ଶିଖ, କାରଣ ଦିନେ ଏମିତି ସମୟ ଆସିବ ତୁମ ପାଖରେ ସବୁ କିଛି ଥିବ, ହେଲେ ନିଜ ଜୀବନଠୁ ଅଧିକ ଭଲ ପାଉଥିବା ମଣିଷଟି ତୁମ ପାଖରେ ନଥିବେ। ନମ୍ବର 6, ଅଇଁଠା ବାସନ କେବେ ବି ରୋଷେଇ କରୁଥିବା ଚୁଲା ଉପରେ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଦୁଃଖ ଏବଂ ଦାରିଦ୍ର୍ୟତା ଆସିବାର ସମ୍ଭାବନା ଦେଖା ଦେଇଥାଏ। ନମ୍ବର 7, ଗୁରୁବାର ଦିନ ଘର କେବେ ବି ଝାଡ଼ୁ ପୋଛା ଲଗାଇବା ଉଚିତ ନୁହେଁ। ଏହାଦ୍ୱାରା ବୃହସ୍ପତି କମଜୋର ହୋଇଥାନ୍ତି। ଏହାଦ୍ୱାରା ଘରେ ସର୍ବଦା ଅଶାନ୍ତି ଲାଗି ରହିବା ସହିତ ଦାରିଦ୍ର୍ୟତା ଗ୍ରାସ କରିଥାଏ। ନମ୍ବର 8, ମହିଳାମାନେ ସକାଳୁ ଡେରିରେ ଉଠିବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହିତ ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ। ନମ୍ବର 9, ମହିଳାମାନେ ମଙ୍ଗଳସୂତ୍ର, ହାତର ଚୁଡ଼ି, କୁଣ୍ଡଳ ଏବଂ ପାଉଁଜି କେବେ ବି ଶରୀରରୁ ଓହ୍ଲାଇବା ଉଚିତ ନୁହେଁ। ଏହା ଅଶୁଭ ହେବା ସହିତ ଅମଙ୍ଗଳକାରୀ ମଧ୍ୟ ହୋଇଥାଏ। ନମ୍ବର 10, ସକାଳ ସମୟରେ ଖାଲି ପେଟରେ ତୁଳସୀ ପତ୍ର ଖାଇବା ଦ୍ୱାରା ବୁଧ ଗ୍ରହ ଦୋଷ ଦୂର ହେବା ସହିତ ଚର୍ମ ରୋଗ ଏବଂ ସଂକ୍ରମଣ ରୋଗ ଦୂର ହୋଇଥାଏ। ନମ୍ବର 11, ସ୍ୱାମୀ ଏବଂ ସ୍ତ୍ରୀ ଶୋଇବା ଘରେ ପ୍ରଜାପତିମାନଙ୍କର ଫଟୋ ଲଗାଇବା ଦ୍ୱାରା ଶୁଭ ହୋଇଥାଏ ଏବଂ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠତା ଆସିବା ସହିତ ମଧୁର ସମ୍ପର୍କ ସ୍ଥାପନ ହୋଇଥାଏ। ନମ୍ବର 12, କେବେ ବି ଅନ୍ୟମାନଙ୍କ ସହିତ କଥା ହେବା ସମୟରେ ବଡ଼ ପାଟିରେ କଥା ହେବା ଉଚିତ ନୁହେଁ। ଏହାଦ୍ୱାରା ଗ୍ରହ ଦୋଷ ଦେଖା ଦେଇଥାଏ। ଏହା ସହିତ ମାନସିକ ସମସ୍ୟା ବୃଦ୍ଧି ହେବା ସହିତ କାର୍ଯ୍ୟରେ ସଫଳତା ମିଳିନଥାଏ। ନମ୍ବର 13, ଠାକୁର ଘରେ ଦକ୍ଷିଣମୁଖୀ ଶଙ୍ଖ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ କଲ୍ୟାଣକାରୀ ହୋଇଥାଏ। ଏହା ରଖିବା ଦ୍ୱାରା ଘରର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ। ନମ୍ବର 14, ବାସ୍ତୁଶାସ୍ତ୍ର ଅନୁସାରେ ଠାକୁର ଘରେ ଠାକୁରଙ୍କ ଫଟୋ ବ୍ୟତୀତ କୌଣସି ଗୁରୁ କିମ୍ବା ପିତୃପୁରୁଷଙ୍କ ଫଟୋ ଲଗାଇବା ଉଚିତ ନୁହେଁ। ଏହାଦ୍ୱାରା ଘରେ ଅଶୁଭ ଶକ୍ତିର ବାସ ହୋଇଥାଏ। ଏବେ ଆସନ୍ତୁ ଜାଣିବା ନମ୍ବର 15, ଗୁରୁବାର ଦିନ ତୁଳସୀ ବୃକ୍ଷ ମୂଳରେ କ୍ଷୀର ଅର୍ପଣ କରିଲେ ଆର୍ଥିକ ସ୍ଥିତି ମଜବୁତ ହେବା ସହିତ ବେରୋଜଗାର ଥିବା ଲୋକମାନଙ୍କୁ ରୋଜଗାର ମିଳିଥାଏ। ନମ୍ବର 16, କାର୍ତ୍ତିକ ମାସରେ ଆପଣ ତୁଳସୀ ତୋଳିପାରିବେ, ମାତ୍ର କିଛି ଦିନ ଏବଂ ସମୟକୁ ବାଦ ଦେଇ ଆପଣ ତୋଳିପାରିବେ, କାରଣ କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅର୍ପଣ କରିବା ଜରୁରୀ ଅଟେ। ନମ୍ବର 17, ସୋମବାର ଦିନ କୌଣସି ପାତ୍ରରେ ଲୁଣ ରଖି ଦାନ କରିବା ଦ୍ୱାରା ଆପଣଙ୍କର ମଙ୍ଗଳ ହୋଇଥାଏ। ଆପଣଙ୍କ ଜୀବନରେ ଥିବା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ। ନମ୍ବର 18, ପ୍ରତ୍ୟେକ ଦିନ ମାତା ଲକ୍ଷ୍ମୀଙ୍କୁ ବେଲପତ୍ର ଅର୍ପଣ କରିବା ଉଚିତ। ଏହା କରିବା ଦ୍ୱାରା ଆପଣଙ୍କର କଲ୍ୟାଣ ହୋଇଥାଏ ଏବଂ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। ନମ୍ବର 19, ଘରର ଗାଧୁଆ ଘର ଏବଂ ପାଇଖାନା କବାଟ ସର୍ବଦା ବନ୍ଦ ରଖିବା ଉଚିତ। ଏହାଦ୍ୱାରା ମଙ୍ଗଳ ହେବା ସହିତ ନକାରାତ୍ମକ ଶକ୍ତି ପ୍ରବେଶ ହୋଇପାରିନଥାଏ। ନମ୍ବର 20, ଯେଉଁ ପୁରୁଷ ନିଜ ସ୍ତ୍ରୀକୁ ସମ୍ମାନ ନ କରି ସର୍ବଦା କଳି ଝଗଡ଼ା କରିଥାନ୍ତି, ଏହାଦ୍ୱାରା ସ୍ୱାମୀଙ୍କର ମାନସିକ ଚିନ୍ତା ବଢ଼ିଥାଏ, ଯାହା ଫଳରେ ଯେକୌଣସି କାର୍ଯ୍ୟ ଠିକରେ କରିପାରନ୍ତି ନାହିଁ। ସ୍ୱାମୀଙ୍କୁ ସ୍ତ୍ରୀ ଛାଡ଼ିଗଲେ ସ୍ୱାମୀ ମଧ୍ୟ ଧର୍ମଛଡ଼ା ହୋଇଯାଏ। ନମ୍ବର 21, ଶୋଇବା ଘରେ
କେବେ ବି ଧଳା ମାର୍ବଲ କିମ୍ବା ଟାଇଲ ଲଗାନ୍ତୁ ନାହିଁ। ଏହାଦ୍ୱାରା ସେହି ଘରେ ରହୁଥିବା ମହିଳାମାନଙ୍କ ମନ ସର୍ବଦା ଅଶାନ୍ତି ରହିଥାଏ। ଏବେ ଆସନ୍ତୁ ଜାଣିବା ନମ୍ବର 22 ଗୁରୁବାର, ଅମାବାସ୍ୟା, ସଂକ୍ରାନ୍ତି ଏବଂ ପୂର୍ଣ୍ଣିମା ଏହିପରି ବିଶେଷ ଦିନମାନଙ୍କରେ କେବେ ବି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ। ଏହାଦ୍ୱାରା ସ୍ତ୍ରୀ ବିଧବା ହେବାର ସମ୍ଭାବନା ରହିଥାଏ। ନମ୍ବର 23 ସ୍ୱାମୀ ଯଦି ନିଜ ସ୍ତ୍ରୀକୁ ଛାଡ଼ି ଅନ୍ୟ ମହିଳାଙ୍କ ସହିତ ଖରାପ ସମ୍ପର୍କ ରଖନ୍ତି ଏବଂ ନିଜ ସ୍ତ୍ରୀଙ୍କ ସହିତ ସର୍ବଦା ଝଗଡ଼ା କରନ୍ତି, ସେହି ପୁରୁଷ କେବେ ବି ଖୁସିରେ ରହିପାରନ୍ତି ନାହିଁ। ନମ୍ବର 24 ଯେଉଁ ପୁରୁଷ ପର ନାରୀ, ପର ସ୍ତ୍ରୀ, ପର ଝିଅ ଓ ପର ବୋହୂମାନଙ୍କ ସାଙ୍ଗରେ ସଙ୍ଗମ କରେ, ସେ ପର ଜନ୍ମରେ କୁକୁର ଜନ୍ମ ପାଇଥାଏ ଏବଂ 7 ଜନ୍ମ ଯାଏ ନର୍କ ଯନ୍ତ୍ରଣା ଭୋଗ କରିଥାଏ। ଏବେ ଆସନ୍ତୁ ଜାଣିବା ଆଜିର ଶେଷ ଅନୁଚିନ୍ତା ନମ୍ବର 25 ଘରର ପାଣି ଟାଙ୍କି ସର୍ବଦା ଉତ୍ତର ଦିଗରେ ରଖିବା ଉଚିତ। ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରଖିବା ଉଚିତ ନୁହେଁ। ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ। ବନ୍ଧୁଗଣ, ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି ବା ଆପଣ ଏହି ଭିଡ଼ିଓରୁ କିଛି ଶିଖିବାକୁ ପାଇଛନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍, କମେଣ୍ଟ, ସେୟାର କରିବାକୁ ଜମା ବି ଭୁଲିବେନି। ଆଉ ଯଦି ଆପଣ ଚ୍ୟାନେଲରେ ନୂଆ ଅଛନ୍ତି, ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ ଏବଂ ତା ସାଇଡ଼ରେ ଥିବା ବେଲ୍ ଆଇକନକୁ ଦବାଇ ରଖନ୍ତୁ। ଆଜି ପାଇଁ ଏତିକି, ରହିଲି। ନମସ୍କାର, ଜୟ ଜଗନ୍ନାଥ। ଆପଣଙ୍କ ଦିନଟି ଶୁଭମୟ ହେଉ।